ଜଣେ ସାଧୁ ବାବା ସକାଳୁ ସକାଳୁ ଭ୍ରମଣ ଉଦ୍ଦେଶ୍ୟରେ ସମୁଦ୍ର କୂଳକୁ ଯାଇଥିଲେ। ସେଠାରେ ସେ ବୁଲୁଥିବା ସମୟରେ ଗୋଟିଏ ପୁରୁଷକୁ ଦେଖିଲେ, ଯିଏକି ଜଣେ ସ୍ତ୍ରୀ ଲୋକ କୂଳରେ ମୁଣ୍ଡ ରଖି ଶୋଇଥିଲା। ସାଧୁ ଜଣକ ଏମିତି କିଛି ସମୟ ବିଚାର କରୁଥିବା ବେଳେ ସେହି ପୁରୁଷ ଲୋକଟି ପାଖରେ ଗୋଟିଏ ଖାଲି ମଦ ବୋତଲ ପଡ଼ିଥିଲା। ଏହା ଦେଖି ସାଧୁ ଜଣକୁ ବହୁତ ଦୁଃଖ ଲାଗିଲା। ସେ ମନେ ମନେ ବିଚାର କଲେ, କି ଲୋକଟି ଏତେ ତାମସିକ ଏବଂ ବିଳାସୀ, ଯିଏକି ସକାଳୁ ସକାଳୁ ମଦ ପିଇ ସ୍ତ୍ରୀ କୂଳରେ ମୁଣ୍ଡ ରଖି କରି ପ୍ରେମାଳାପ କରୁଛି। କିଛି ସମୟ ପରେ ସମୁଦ୍ର ଭିତରୁ ବଞ୍ଚାଅ ବଞ୍ଚାଅ ବୋଲି ଶବ୍ଦ ଶୁଣିଲେ। ତେଣୁ ସାଧୁ ଜଣକ ସମୁଦ୍ର ଆଡ଼କୁ ଦେଖନ୍ତି ତ ଗୋଟିଏ ଲୋକ ସମୁଦ୍ରରେ ବୁଡ଼ି ଯାଉଛି ଏବଂ ରକ୍ଷା କର ବୋଲି ଡାକିବାରେ ଲାଗିଛି। କିନ୍ତୁ ଏହା ଦେଖି ସାଧୁ ଜଣକ କିଛି କରିପାରିଲେ ନାହିଁ, କାରଣ ତାକୁ ପହଁରା ଜଣାନଥିଲା। ତେଣୁ ସେ କେବଳ ଏହା ଦେଖିବା ଛଡ଼ା ଆଉ କିଛି କରିପାରେ। ସାଧୁ ଜଣକ ଯାହା ଦେଖିଲେ ସେ ନିଜ ଆଖିକୁ ବିଶ୍ୱାସ କରିପାରିଲେ ନାହିଁ। ସ୍ତ୍ରୀ କୋଳରେ ମୁଣ୍ଡ ରଖି ଶୋଇଥିବା ସେହି ଲୋକଟି ବୁଡ଼ି ଯାଉଥିବା ଲୋକର ସ୍ୱର ଶୁଣି ସାଙ୍ଗେ ସାଙ୍ଗେ ଉଠିଲା ଏବଂ ସମୁଦ୍ର ଭିତରକୁ ଡେଇଁ ପଡ଼ିଲା। କିଛି ସମୟ ପରେ ସମୁଦ୍ର ଭିତରେ ବୁଡ଼ି ଯାଉଥିବା ଲୋକଟିକୁ ବଞ୍ଚାଇ କୂଳକୁ ଧରି ଆସିଲା, ଯାହାଦ୍ୱାରା ସମୁଦ୍ରରେ ବୁଡ଼ି ଯାଉଥିବା ଲୋକଟି ଗୋଟିଏ ନୂଆ ଜୀବନ ପାଇଲା। ଏହା ଦେଖି ସାଧୁ ଜଣକ ଆହୁରି ଦ୍ୱନ୍ଦ୍ୱରେ ପଡ଼ିଗଲେ। ସେ ମନେ ମନେ ବିଚାର କଲେ ଯେ ପ୍ରକୃତରେ ଏହି ଲୋକଟି ଭଲ ନା ଖରାପ। ତେଣୁ ସେ ନିଜର ବିଚାରକୁ କାବୁରେ ରଖି ନ ପାରି ସାଙ୍ଗେ ସାଙ୍ଗେ ସେ ଲୋକଟି ପାଖକୁ ଗଲେ ଏବଂ କହିଲେ, ଭାଇ ତୁମେ କିଏ ଏବଂ ଏଠାରେ ତୁମେ କ'ଣ କରୁଛ? ଲୋକଟି ଉତ୍ତର ଦେଲା, ମୁଁ ଜଣେ ମାଛ ଧରାଳି ଅଟେ। ସମୁଦ୍ର ଭିତରେ ମାଛ ଧରି ମୋର କାମ। ବହୁତ ଦିନ ପରେ ମାଛ ଧରି ସମୁଦ୍ର ଭିତରୁ ଆଜି ସକାଳୁ ସକାଳୁ ଏଠାରେ ଆସି ପହଞ୍ଚିଛି। ତେଣୁ ଏହି ଖୁସିରେ ମୋ ମା ମୋତେ ନେବାକୁ ଆସିଥିଲେ। ସାଧୁ ଜଣକ ପୁଣି ପଚାରିଲେ, ତାହେଲେ ଏଇ ମଦ ବୋତଲ ଏଠାରେ କାହିଁକି? ସାଙ୍ଗେ ସାଙ୍ଗେ ଲୋକଟି କହିଲା, ପାଣି ଆଣିବା ପାଇଁ ଘରେ କୌଣସି ଜିନିଷ ନଥିବାରୁ ଏହି ବୋତଲରେ ପାଣି ଭର୍ତ୍ତି କରି ମୋ ମା ଆଣିଥିଲା। ବହୁତ ଦିନ ସମୁଦ୍ର ଭିତରେ ମାଛ ଧରି ମୁଁ ଥକି ପଡ଼ିଥିଲି। ତେଣୁ ଭୋର ସମୟରେ ଥଣ୍ଡା ପବନ ହେଉଥିବାରୁ ମୁଁ ଏ ପାଣି ପିଇ ନିଜର କ୍ଳାନ୍ତ ମେଣ୍ଟାଉଥିଲି। ବହୁତ ଥକି ପଡ଼ିଥିବାରୁ ମୋ ମା କୋଳରେ ମୁଣ୍ଡ ରଖି ଏମିତି ଶୋଇ ପଡ଼ିଥିଲି। ଏହା ଶୁଣି ସାଧୁ ବ୍ୟକ୍ତିଙ୍କ ଆଖିରେ ଲୁହ ଆସିଗଲା ଏବଂ ନିଜକୁ ନିଜେ କହିଲେ, ମୁଁ ଗୋଟେ ପାପୀ। ମୁଁ ଯାହା ଦେଖିଲି ସେହି ବିଷୟରେ ପାପ ଚିନ୍ତାଧାରା କଲି, ଯାହାକି ବାସ୍ତବରେ ଆଉ କିଛି ଘଟିଛି। ଏହା କହି ସାଧୁ ଜଣକ ନିଜକୁ ନିଜେ ଧିକ୍କାର କରିବାକୁ ଲାଗିଲେ। ଆମେ ଯାହା ଦେଖୁଛେ ବା ଆମକୁ କୌଣସି ଘଟଣା ଯେମିତି ଦେଖାଯାଉଛି, କିନ୍ତୁ ପ୍ରକୃତରେ ସେୟା ଘଟିନଥାଏ। ତାହାର ବାସ୍ତବତା ଆଉ କିଛି ହୋଇପାରେ। ଯାହା ପ୍ରତି କୌଣସି ନିର୍ଣ୍ଣୟ ନେବା ପୂର୍ବରୁ 100 ଥର ଭାବନ୍ତୁ ଏବଂ ତାପରେ ନିର୍ଣ୍ଣୟ ନିଅନ୍ତୁ। ଆଉ ଯଦି ସେ କଥା ଭଲ ଲାଗେ ତେବେ ଏହାର ଅନୁକରଣ କରନ୍ତୁ ଏବଂ ଅନ୍ୟମାନଙ୍କର ଜୀବନକୁ ଖୁସିରେ ଭରି ଦିଅନ୍ତୁ। ତେଣୁ ଏହି କାହାଣୀରୁ ଆମକୁ ଏହି ଶିକ୍ଷା ମିଳିଲା ଯେ କାହାକୁ କେବେ ବିନା କାରଣରେ ଜଜମେଣ୍ଟ କରନ୍ତୁ ନାହିଁ। ଭଲ ଲାଗିଲେ ଲାଇକ୍ ସେୟାର କରନ୍ତୁ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନକୁ ଦବାଇ ଦିଅନ୍ତୁ।